সভারূঢ় মহাভীমা ঘোরদষ্টঙ্গসূন্মুখী চতুর্ভুজামুণ্ডমালা বরা ভয়ঙ্করং শিবং মুন্ডমালা ধরা দেবী লোড়জিহ্বা দিগম্বরম এবং সঞ্চিতকারী শ্মশান রয়বাসিনাং জগজ্জননী মা দক্ষিণকারী আদি দিনর ইষ্ট দেবতা শনিষ্ঠর দেবতা জগন্নাথ বলভদ্র সুভদ্রা সুদর্শনী চতুর্ধামূর্তি দেবতা লক্ষ্মীনারাୟଣ ଇଷ୍ଟଦେବୀ ମା ଜଗଜ୍ଜନନୀ ଖଣ୍ଡୁଆଳି ଯେଉଁମାନେ ଆଜିର ଏହି ଆଷ୍ଟ୍ରସମ୍ବାଦର ଦୈନିକ ରାଶିଫଳ କାର୍ଯ୍ୟକ୍ରମଟି ଦେଖୁଛନ୍ତି ଶୁଣୁଛନ୍ତି ସେମାନଙ୍କର ପାଇଁ ଆଜିର ଦିନଟି ସୁଖ ସମୃଦ୍ଧି ମାନସିକ ପାରିବାରିକ ଶାନ୍ତି ଏବଂ ଆତ୍ମସନ୍ତୋଷର ଦିନ ହେଉ ଏହା ହିଁ ଜଗନ୍ନାଥଙ୍କ ପାଖରେ କାମନା କରି ଆରମ୍ଭ କରୁଛୁ ଆଜିର ଆମର ଦୈନିକ ରାଶିଫଳ କାର୍ଯ୍ୟକ୍ରମ। ଜୟ ଜଗନ୍ନାଥ। ଆଜି ଡିସେମ୍ବର ମାସ 14 ତାରିଖ 2024 ମସିହା ବିଛା 29 ଦିନ ମାର୍ଗଶିର ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଶନିବାର। ଚତୁର୍ଦ୍ଦଶୀ ତିଥି ଅପରାହ୍ନ 4:59 ପର୍ଯ୍ୟନ୍ତ ରହିବ ଏବଂ ଏହାପରେ ପୂର୍ଣ୍ଣିମା ତିଥି ଭୋଗ ହେବ। ଆଜିର ରାଶି ନକ୍ଷତ୍ର ରୋହିଣୀ ବୃଷ। ରୋହିଣୀ ନକ୍ଷତ୍ର ରାତ୍ରି 3:54 ପର୍ଯ୍ୟନ୍ତ ରହିବ ଏବଂ ଚନ୍ଦ୍ର ବୃଷ ରାଶିରେ ଅହରାତ୍ର 60 ଦଣ୍ଡ ଅବସ୍ଥାନ କରିବେ। ଚତୁର୍ଦ୍ଦଶୀ ତିଥି ଯୋଗୁଁ ବିରି ଦ୍ରବ୍ୟ ଖାଇବା ମନା, ଖାଇଲେ ଚିର ରୋଗୀ। ଏହି ଥିଲା ଆଜିର ପଞ୍ଜିକା। ବର୍ତ୍ତମାନ ଜାଣିନେବା କେମିତି କଟିବ 12ଟି ରାଶିର ବ୍ୟକ୍ତିମାନଙ୍କର ଆଜିର ଦିନ। ପ୍ରଥମ ରାଶି ମେଷ ରାଶି। ମେଷ ରାଶି ଦ୍ୱିତୀୟ ଚନ୍ଦ୍ର ଏବଂ ଶୁକ୍ଳପକ୍ଷ ଯୋଗୁଁ ଆକସ୍ମିକ ଧନ ଲାଭ, କୌଣସି ବିଶେଷ ସୂତ୍ରରୁ ଧନ ପ୍ରାପ୍ତି ଏବଂ ଅନ୍ୟକୁ ଦେଇଥିବା ଧନ ହୃତ ଧନ ଫେରି ପାଇବେ। ଧନ ପ୍ରତି ଏବଂ ଆୟ ପ୍ରତି ମନରେ ଦୁର୍ବଳତା ପ୍ରକାଶ ପାଇବ ଏବଂ ଧନ ଓ ଆୟ ଯେତେ ଅଧିକ ମିଳିଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଆତ୍ମତୃପ୍ତି ମିଳିବ ନାହିଁ। ଖର୍ଚ୍ଚ ପ୍ରତି ଅନାଗ୍ରହ ଓ ସଞ୍ଚୟ ପ୍ରତି ମନରେ ଆଗ୍ରହ ପ୍ରକାଶ ପାଇବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ଆୟର କିଛି ଅଂଶ ସଞ୍ଚୟରେ ବିନିଯୋଗ କରିବେ। ଧନର ସତ୍ ବିନିଯୋଗ କରିବେ ଏବଂ ଖର୍ଚ୍ଚ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରିବେ। କର୍ମରେ ସଫଳତା ମିଳିଲେ ମଧ୍ୟ ଦ୍ୱିତୀୟ ଚନ୍ଦ୍ର ଯୋଗୁଁ ମନରେ ଆତ୍ମସନ୍ତୋଷ ଓ ଆତ୍ମତୃପ୍ତି ମିଳିବ ନାହିଁ। ଯେଉଁମାନଙ୍କର ଅଶ୍ୱିନୀ ଓ କୃତ୍ତିକା ମେଷ ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ଗେରୁଆ, ସଂଖ୍ୟା 3, ଆରାଧନା ପ୍ରଭୁ ହନୁମାନ। ବୃଷ ରାଶି ଶ୍ରୀଚନ୍ଦ୍ର ଓ ଘାତବାର ଯୋଗୁଁ ଘାତବାରର ପ୍ରଭାବ ବିଶେଷ ରହିବ ନାହିଁ। ଧନ, ମାନ, ସମ୍ମାନ, ଲକ୍ଷ୍ମୀଙ୍କର କୃପା, ସ୍ୱଜନରେ ସୁସମ୍ପର୍କ, ପରିବାରରେ ସୁଖ ଶାନ୍ତି ଏବଂ ସୁଖାଦ୍ୟ ସୁବସନ ପ୍ରାପ୍ତି ହେବ। ମନରେ ପ୍ରସନ୍ନତା, ପରିବାରରେ ସୁଖ ଶାନ୍ତି ଏବଂ ଚାଲି ଚଳନ ବ୍ୟବହାର କଥାବାର୍ତ୍ତା ମାର୍ଜିତ ଓ ସର୍ବଜନ ଆଦୃତ ହେବ। ଆପଣଙ୍କ ବକ୍ତବ୍ୟରେ ସମ୍ମୋହନର ଶକ୍ତି ରହିବ ଏବଂ ସମସ୍ତଙ୍କର ପ୍ରଶଂସାର ପାତ୍ର ହେବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବ। କର୍ମରେ ସ୍ୱଳ୍ପ ପରିଶ୍ରମରେ ଅଧିକ ସଫଳତା, ସହକର୍ମୀଙ୍କ ସହଯୋଗ ଓ ପଦସ୍ଥ ଅଧିକାରୀଙ୍କର ଶୁଭ ଦୃଷ୍ଟିରେ ରହିବେ। ଯେଉଁମାନଙ୍କର କୃତ୍ତିକା ଓ ମୃଗଶିରା ବୃଷ ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ସିଲଭର, ସଂଖ୍ୟା 2, ଆରାଧନା ପ୍ରଭୁ ଶ୍ରୀରାମ। ମିଥୁନ ରାଶି ଦ୍ୱାଦଶ ଚନ୍ଦ୍ର ଯୋଗୁଁ ଆୟ 5 ଟଙ୍କା ହେଲେ ବ୍ୟୟ 25 ଟଙ୍କା ହେବ ଏବଂ ଆର୍ଥିକ ସ୍ଥିତି ବିଗିଡ଼ିଯିବ। ଅଯଥା ଖର୍ଚ୍ଚ, ବଦଖର୍ଚ୍ଚ, ପରିବାରର ଖର୍ଚ୍ଚ ଭାର ବୃଦ୍ଧି ପାଇବ ଏବଂ ଖର୍ଚ୍ଚ ଭାରରେ ଅତିଷ୍ଠ ହୋଇ ଋଣଗ୍ରସ୍ତ ହୋଇପାରନ୍ତି। ସମସ୍ତ କର୍ମରେ ଭୁଲ ନିଷ୍ପତ୍ତି ନେବେ ଏବଂ ନିଶ୍ଚିତତାକୁ ପରିତ୍ୟାଗ କରି ଅନିଶ୍ଚିତତା ପଛରେ ପଶ୍ଚାଧାବନ କରିବେ। ସତ୍ସଙ୍ଗ ପରିତ୍ୟାଗ କରି କୁସଙ୍ଗରେ ପଡ଼ିବେ ଏବଂ ମନ ଅସ୍ଥିର, ବିଷାଦଗ୍ରସ୍ତ, ଚାପଗ୍ରସ୍ତ ରହିବ। ଶାରୀରିକ ପୀଡ଼ା ଭୋଗିବେ।
ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ଠାରୁ ବ୍ୟୟ ଅଧିକ ହେବ। କର୍ମରେ ବିଫଳତା ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ଦେଖାଦେବ। ଯେଉଁମାନଙ୍କର ପୁନର୍ବସୁ ମିଥୁନ ସେମାନେ ସତର୍କତା ଅବଲମ୍ବନ କରିବେ। ଶୁଭ ରଙ୍ଗ ମେରୁନ୍, ସଂଖ୍ୟା 4, ଆରାଧନା ଭଗବାନ ବିଷ୍ଣୁ। କର୍କଟ ରାଶି, ଏକାଦଶ ଚନ୍ଦ୍ର ଓ ଚନ୍ଦ୍ରଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଧନ ସମ୍ପଦ ପ୍ରାଚୁର୍ଯ୍ୟ ପ୍ରତିପତ୍ତି ବୃଦ୍ଧି ପାଇବ ଏବଂ ଆକସ୍ମିକ ଧନ ଲାଭ, କୌଣସି ବିଶେଷ ସୂତ୍ରରୁ ଧନ ପ୍ରାପ୍ତି ଏବଂ ଆୟର ନୂତନ ମାର୍ଗ ଖୋଲିବ। ସମସ୍ତ ଆଶା ଆକାଂକ୍ଷା ଅଭିଳାଷ ପୂର୍ଣ୍ଣ ହେବ ଏବଂ ସମସ୍ତ ଇପ୍ସିତ ପଦାର୍ଥ ଇପ୍ସିତ ବସ୍ତୁ ଏବଂ ସମସ୍ତ କର୍ମ ଅନାୟାସରେ ପ୍ରାପ୍ତ କରିବେ। ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ନୂତନ ବ୍ୟବସାୟ ପାଇଁ ଯୋଜନା କରିବେ କିମ୍ବା ବ୍ୟବସାୟର ଶାଖା ବଢ଼ାଇବା ପାଇଁ ଉଦ୍ୟମ ଜାରି ରଖିବେ। କର୍ମରେ ଆଶାଠାରୁ ଅଧିକ ସଫଳତା ଏବଂ ପଦସ୍ଥ ଅଧିକାରୀଙ୍କ କୃପା ଓ କର୍ମସ୍ଥାନର ସମସ୍ତ ସୁବିଧା ସୁଯୋଗ ହାସଲ କରିବେ। ଯେଉଁମାନଙ୍କର ପୁଷ୍ୟା କର୍କଟ ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ଧଳା, ସଂଖ୍ୟା 5, ଆରାଧନା ମା ଭୁବନେଶ୍ୱରୀ। ସିଂହ ରାଶି, ଦଶମ ଚନ୍ଦ୍ର ଓ ଘାତ ବାର ଯୋଗୁଁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଓ ଆତ୍ମତୃପ୍ତି ମିଳିବ ନାହିଁ। କର୍ମ ପ୍ରତି ଏକାଗ୍ରତା ଆନ୍ତରିକତା ଅଧିକ ରହିବ ଏବଂ ଭାଗ୍ୟ ଅପେକ୍ଷା କର୍ମରେ ଅଧିକ ଗୁରୁତ୍ୱ ଓ ବିଶ୍ୱାସ ରହିବ। ଆଜି ଯେକୌଣସି କର୍ମ ଆରମ୍ଭ କରିବେ ସେଥିରେ 100% ସଫଳତା ପାଇବେ ଏବଂ ସମସ୍ତ କର୍ମରେ ଆପଣଙ୍କର କର୍ମକୁଶଳତା, କାର୍ଯ୍ୟଦକ୍ଷତା, କର୍ମତତ୍ପରତା, ସମୟାନୁବର୍ତ୍ତିତା ପ୍ରକାଶ ପାଇବ। ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ଯାହା ହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଓ ଆତ୍ମତୃପ୍ତି ରହିବ। ଯେଉଁମାନଙ୍କର ମଘା ଓ ଉତ୍ତରା ଫାଲ୍ଗୁଣୀ ସିଂହ ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ଗୋଲାପୀ, ସଂଖ୍ୟା 11, ଆରାଧନା ପ୍ରଭୁ ଗଜାନନ। କନ୍ୟା ରାଶି, ନବମ ଚନ୍ଦ୍ର ଓ ଘାତ ବାର ଯୋଗୁଁ ଘାତ ବାରର ପ୍ରଭାବ ବିଶେଷ ରହିବ ନାହିଁ। ଗୁରୁଜନଙ୍କ କୃପା, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଶୁଭଦୃଷ୍ଟିରେ ରହିବେ। ମନରେ ଉନ୍ନତ ଚିନ୍ତାଧାରା, ଉଚ୍ଚାଭିଳାଷ ପ୍ରକାଶ ପାଇବ ଏବଂ ଉନ୍ନତିମୂଳକ କର୍ମରେ ଧ୍ୟାନ ଅଧିକ ରହିବ। ବିଦେଶ ଯାତ୍ରା, ନୂତନ କର୍ମ ଆରମ୍ଭ, ନୂତନ ବ୍ୟବସାୟ ଆରମ୍ଭ ଆଦିର ସୁଯୋଗ ଜୁଟିବ କିମ୍ବା ସେଥିପାଇଁ ଚେଷ୍ଟା ଜାରି ରଖିବେ। ଗୁରୁଜନଙ୍କ ପ୍ରତି ସମ୍ମାନ ଓ ଲଘୁଜନଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ଓ ଆନ୍ତରିକତା ଅଧିକ ରହିବ। ପରୋପକାର, ସମାଜ ସେବା ଓ ଧାର୍ମିକ କର୍ମରେ ଅଧିକ ଆଗ୍ରହ ରହିବ। ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ। କର୍ମରେ ସଫଳତା, ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ପ୍ରାପ୍ତ ହେବ। ଯେଉଁମାନଙ୍କର ଉତ୍ତରା ଫାଲ୍ଗୁଣୀ ଓ ଚିତ୍ରା କନ୍ୟା ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ସବୁଜ, ସଂଖ୍ୟା 4, ଆରାଧନା ଭଗବାନ ବିଷ୍ଣୁ। ତୁଳା ରାଶି, ଅଷ୍ଟମ ଚନ୍ଦ୍ର ଶନି ବାର ଯୋଗୁଁ ଓ ଚତୁର୍ଦ୍ଦଶୀ ତିଥି ଯୋଗୁଁ ବାଦ ବିବାଦ, ସ୍ୱାସ୍ଥ୍ୟ, ଆର୍ଥିକ କାରବାର, ଉଚ୍ଚସ୍ଥାନ ଆରୋହଣ, ଗ୍ୟାସ୍ ଇଲେକ୍ଟ୍ରିକ୍ ଦ୍ରବ୍ୟ ବ୍ୟବହାର ଓ ଯାନବାହନ ଆରୋହଣ କାଳରେ ସତର୍କତା ଅବଲମ୍ବନ କରିବେ। ମନରେ ବିରକ୍ତି ଭାବ, ଚିଡ଼ିଚିଡ଼ାପଣ ପ୍ରକାଶ ପାଇବ ଏବଂ ସମସ୍ତ କର୍ମରେ ଭୁଲ ନିଷ୍ପତ୍ତି ନେବେ। ଧନ କ୍ଷତି, ମାନସିକ ଅସ୍ଥିରତା, ପରିବାରର ମନୋମାଳିନ୍ୟ ଏବଂ ଶାରୀରିକ ପୀଡ଼ା ଭୋଗିବେ। ବାଣିଜ୍ୟ ବ୍ୟବସାୟ ପରିବହନରେ ଆୟ ଠାରୁ ବ୍ୟୟ ଅଧିକ ହେବ। କର୍ମରେ ବିଫଳତା, ସମ୍ମାନ ହାନି ଓ ସହକର୍ମୀଙ୍କର ଉପହାସର ପାତ୍ର ହେବେ। ଯେଉଁମାନଙ୍କର ବିଶାଖା ତୁଳା ସେମାନେ ସତର୍କତା ଅବଲମ୍ବନ କରିବେ। ଶୁଭ ରଙ୍ଗ ଲାଲ, ସଂଖ୍ୟା 3, ଆରାଧନା ମା ବଗଳାମୁଖୀ। ବିଛା ରାଶି, ଘାତ ଚନ୍ଦ୍ର ଶନି ବାର ଚତୁର୍ଦ୍ଦଶୀ ତିଥି ଯୋଗୁଁ ବାଦ ବିବାଦ, ସ୍ୱାସ୍ଥ୍ୟ, ପରିଚିତ କିମ୍ବା ଅପରିଚିତ ମହିଳାଙ୍କ ସହ କଥାବାର୍ତ୍ତା ଏବଂ ସୌଜନ୍ୟରେ କଥାବାର୍ତ୍ତା ବେଳେ ସତର୍କତା ଅବଲମ୍ବନ କରିବେ।
मन अस्थिर विषादग्रस्त चापग्रस्त परिवार सदस्यों मध्य बुझापड़ार अभाव मानसिक अशांति परिवार अशांति एवं दाम्पत्य जीवन में झड़र सूत्रपात हो परिचित महिला बद कि अपमान मिल पारे वाणिज्य व्यवसाय और परिवहन में क्षति देखादेव कर्म विफलता और महिला सहकर्मी विरोधर शिकार हे जो मानकर विशाखा बिच्छा से सतर्कता अवलंबन करेंगे। शुभ रंग हलदिया संख्या 6 आराधना प्रभु स्कंद। धनु राशि षष्ठ चंद्र जो रोग ऋण दुख शोक क्लेश मानसिक अवसाद सामयिक मुक्ति मिल परोपकार समाज सेवा और धार्मिक कर्म अधिक आग्रह रश सम्मान सामाजिक प्रतिष्ठा और जनसंपर्क वृद्धि पाइब आपण वक्तव्य सम्मोहनर शक्ति एवं शत्रु माने मित्रतार हाथ बढ़ाइबे वाणिज्य व्यवसाय और परिवहन में आय अति उत्तम हो कर्म सफलता और कर्मस्थानर समस्त बाधा विघ्न और प्रतिबंधक दूर हो जो मानकर मूला और उत्तराषाढ़ा धनु से उपकृत हेबे। शुभ रंग गोलापी संख्या 11 आराधना प्रभु श्री जगन्नाथ। मकर राशि पंचम चंद्र और घाट नक्षत्र जो समस्त कर्म शुभफल मिले मन में आत्मसंतोष और आत्मतृप्ति मिलना विद्या बुद्धि ज्ञान गारिमा प्रत्युत्पन्न मति दूरदृष्टि धीशक्ति स्मरण शक्तिर विकास घटव संतान माने आज्ञाधीन हेबे एवं पितामाता कृपा लाभ करेंगे। पैतृक संपत्ति को नहीं विवाद जमी जमा विवाद एवं पारिवारिक विवादर समाधान हेबो मन में प्रसन्नता परिवार सुख शांति एवं चाली चलन व्यवहार मार्जित सर्वजन आदृत हेबो वाणिज्य व्यवसाय और परिवहन में आय मध्यम हो कर्म सफलता मिले घाट नक्षत्र जो किसी समस्या देखादेव जो मानकर उत्तराषाढ़ा और धनिष्ठा मकर से उपकृत हेबे। शुभ रंग कला संख्या 6 आराधना माँ दुर्गा। कुंभ राशि चतुर्थ चंद्र चतुर्दशी तिथि जो गुरुजन सह विवाद क्षमताशाली व्यक्ति शत्रुता एवं राजनैतिक व्यक्ति उपहासर पात्र हेबे मूल्यवान पदार्थ नष्ट किंबा हजि जाई पारे एवं जानवाहन खर्चांतर पड़ पारती धन क्षति मानसिक अस्थिरता परिवार मनोमालिन्य एवं शारीरिक पीड़ा भोगे वाणिज्य व्यवसाय क्षति एवं परिवहन व्यवसाय विपर्ययर सामना करेंगे कर्म विफलता पदस्थ अधिकारी रोषर शिकार हेबे जो मानकर पूर्व भाद्र कुंभ से सतर्कता अवलंबन करेंगे। शुभ रंग इंद्रनील संख्या 3 आराधना माँ काली। शेष राशि मीन राशि तृतीय चंद्र और चंद्रक नक्षत्र भोग हो मन में उत्साह उद्दीपना परिवार में सुख शांति स्वजन सुसंपर्क परिवार बंधु बांधव साहाय्य सहयोग एवं भाई भौणिक प्रति स्नेह श्रद्धा आंतरिकता अधिक रहिबो सुखबर सुसंवाद मिलिबो एवं समस्त कर्म सुचिंतित पदक्षेप नेबे वाणिज्य व्यवसाय परिवहन में आय अति उत्तम हो एवं आर्थिक स्थिति में उन्नति देखादेव कर्म सफलता और समस्त कर्म आपणकर श्रेष्ठता प्रतिपादन करेंगे जो मानकर उत्तर भाद्र मीन से सतर्कता से उपकृत हेबे। शुभ रंग हलदिया संख्या 2 आराधना माँ तारा। ये आज 12टी राशि व्यक्ति मानकर आज राशिफल समस्त राशि व्यक्ति माने दिनटी शुभ होगापाई उक्त मंत्रटी ऋष्यादि करी पाठ करूँ। ऋष्यादि है नक्षत्री शनिश्चर महामंत्र काश्यप ऋषि अनुष्टुप छंद अद्य दिवस दिवसाधिपति शनिश्चर देवता सुप्रीत शनिश्चर देवता मंत्र 178 संख्यक मंत्र जपे विनियोग एवटी थे पढ़े एवं मंत्रटी है ऐं ह्रीं श्रीं
ଶନୈଶ୍ଚରାୟ ନମଃ। ଏ ମନ୍ତ୍ରଟିକି ସକାଳ 108 ଏବଂ ସନ୍ଧ୍ୟାବେଳେ 108 ପାଠ କରନ୍ତୁ। ନିଶ୍ଚିତ ଭାବରେ ଦିନଟି ଆପଣଙ୍କର ମଙ୍ଗଳମୟ ଏବଂ ଶୁଭମୟ ହେବ। ଆଜି ତ ସମୟ ସରିଯାଇଛି, ଆସନ୍ତାକାଲି ଦେଖା ହେବ ଠିକ୍ ଏହି ସମୟରେ। ବିଦାୟ ଦିଅନ୍ତୁ। ଜୟ ଜଗନ୍ନାଥ।